ମୋ ନାଁ ଶ୍ରୀନିବାସ ପଟ୍ଟନାୟକ। ମୁଁ ଆଡିସନାଲ ପ୍ରୋଗ୍ରାମ ଅଫିସର ମନରେଗା ଯୋଜନା ରୂପେ ଦୀର୍ଘ 15 ବର୍ଷ ହେଲାଣି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରିଅଛି। ଆମର ଆଭିମୁଖ୍ୟ ଏତିକି, ଆମ ଦଳ କର୍ମଚାରୀ GRS GPTS ସେମାନଙ୍କୁ ସରକାର ରେଗୁଲାର କଲେ, ଆମକୁ ପାତର ଅନ୍ତର ନୀତି ଆଚରଣ କରି ଦୀର୍ଘ 15 ବର୍ଷ ହେଲାଣି ଚୁକ୍ତିଭିତ୍ତିକ ନିଯୁକ୍ତି ରଖିଛନ୍ତି, ଯାହା ଆମ ସାମାଜିକ ମର୍ଯ୍ୟାଦା ତଥା ନିଜର ବଞ୍ଚିବା ଶୈଳୀକୁ ମଧ୍ୟ ଭାରି କଠାରଦାର କରିଛି। ଏଣୁ ଚଳିବା ପାଇଁ ଏବଂ ନିଜର ଦାବିକୁ ଉପସ୍ଥାପନ କରି ଏଠାରେ ରେଗୁଲାର ହେବା ପାଇଁ କେବଳ ଆମର ଏକମାତ୍ର ଦାବି ଏଠାରେ ଉପସ୍ଥାପନ କରିବା ଅଛି। ଆମେ ପୂର୍ବରୁ ମିନିଷ୍ଟର, ବିଭିନ୍ନ MLA, ସରକାରଙ୍କର ବିଭିନ୍ନ ବଡ଼ ବଡ଼ ଅଫିସର, ଆମ ପ୍ରିନ୍ସିପାଲ ସେକ୍ରେଟାରୀ, ଡାଇରେକ୍ଟର ସମସ୍ତଙ୍କୁ ଆମେ ଗୁହାରି କରିଛୁ। CN ରିଭାନ୍ସରେ ମଧ୍ୟ ଭେଟିଛୁ, କିନ୍ତୁ କୌଣସି ଫଳପ୍ରଦ ହେଇନି ଆଜି ପର୍ଯ୍ୟନ୍ତ। ନିହାତି ରୂପେ ପ୍ରତିଶ୍ରୁତି ମିଳୁଥିଲା, ଆମେ ତମର ଫାଇଲ ଦେଖୁଛୁ, କରିଦେବୁ, ଏଇ ପ୍ରତିଶ୍ରୁତିରେ ହିଁ ରହିଗଲା, କିନ୍ତୁ କୌଣସି ପ୍ରକାର ଆଜି ପର୍ଯ୍ୟନ୍ତ ଆମେ ଆମର ନ୍ୟାଯ୍ୟ ଦାବିକୁ ହାସଲ କରିପାରିବୁନି। ପଦକ୍ଷେପ ଆମେ ଏଠାରେ ବସିଛୁ ସମସ୍ତ 314ଟି ବ୍ଲକର APO ଏବଂ MC ସାର୍ ମ୍ୟାଡମ ମାନେ। ଆମେ ଆଶା କରୁଛୁ ସରକାରଙ୍କ ତରଫରୁ କୌଣସି ଡେଲିଗେଟ୍ସ ଆସିବେ, ସେ ପ୍ରତିନିଧି ମଣ୍ଡଳ ଆମ ଦୁଃଖ ବୁଝିବେ, କିଛିଟା ବାଟ କାଢିବେ, ଆମ ରେଗୁଲାର ମ୍ୟାଡମ ଆମେ ଏମିତି ଗ୍ରିଭାନ୍ସରେ ବହୁତ ଥର ଭେଟିଛୁ। 2017ରେ ମହା ଆନ୍ଦୋଳନ କରିଥିଲୁ ଏବଂ ମଝିରେ ମଝିରେ ମଧ୍ୟ ସରକାରଙ୍କୁ ବିଭିନ୍ନ ସୋମବାର ଗ୍ରିଭାନ୍ସରେ ଯାଇ ଭେଟିଛୁ, ଅଫିସରଙ୍କୁ ଯାଇକି ମଧ୍ୟ ଭେଟିଛୁ, ଆମେ ମନ୍ତ୍ରୀଙ୍କୁ ମଧ୍ୟ ଭେଟିଛୁ, କିନ୍ତୁ କୌଣସି ଫଳପ୍ରଦ ପ୍ରତିଶ୍ରୁତି ବହୁତ ଦେଇଛନ୍ତି, କିନ୍ତୁ ପ୍ରତିଶ୍ରୁତି ଆଜି ପାଳନ ଆମେ ମ୍ୟାଡମ 30 ଦିନରୁ ଆସିଛୁ। ପରବର୍ତ୍ତୀ ପଦକ୍ଷେପ ଆମେ ସରକାର ଯେ ପର୍ଯ୍ୟନ୍ତ ତାଙ୍କର ପ୍ରତିନିଧି ହୁଅନ୍ତୁ କିମ୍ବା କୌଣସି ପ୍ରକାର ଅଫିସର୍ସ ହୁଅନ୍ତୁ ଆସି ଆମ କଥା ଏଠି ବୁଝି ନାହାନ୍ତି, ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ସ୍ଥାନ ଛାଡ଼ିବୁ ନାହିଁ, ଅଫିସ ଜଏନ କରିବୁ ନାହିଁ, ଆମେ ରାଜରାସ୍ତାରେ ବସିକି ଆମ ନ୍ୟାୟ ଦାବି ପାଇଁ ଲଢ଼େଇ କରିବୁ। ମୁଁ ରବିନାରାୟଣ ସାହୁ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମନରେଗା ଯୋଜନାରେ କାର୍ଯ୍ୟ କରିଅଛି ଯାଜପୁର ଜିଲ୍ଲାରେ। ଆଜିର ଆମର ମୁଖ୍ୟ ସନ୍ଦେଶ ହେଉଛି 2011 ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ ଧରି ଆମେ ଠିକା ଭିତ୍ତିରେ କାର୍ଯ୍ୟ କରିଆସୁଛୁ। ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମରେ ଆମେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମର ଦୁଃଖ କେହି ଶୁଣୁନାହାନ୍ତି। ଗୋଟିଏ ଯୋଜନାରେ କାର୍ଯ୍ୟ କରୁଥିବା ଆମର ଅନ୍ୟ ଭାଇ ଭଉଣୀ ମାନେ ନିୟମିତ ହୋଇସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମେ ସେଇ ଠିକା ଭିତ୍ତିରେ କଣ୍ଟ୍ରାକ୍ଚୁଆଲ ଆମେ କାର୍ଯ୍ୟ କରିଆସୁଛୁ। ତେଣୁ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜରିଆରେ ଆମେ ସରକାରଙ୍କ ପାଖରେ ଆମର ବିନମ୍ର ଗୁହାରି ଆମେ ଜଣାଉଛୁ, ଦୟାକରି ଆମର ଦୁଃଖ ଶୁଣନ୍ତୁ, ଆମକୁ ଏଇ ଯୋଉ କଣ୍ଟ୍ରାକ୍ଚୁଆଲ ମୁକ୍ତ କରି ଆମର ଚାକିରିର ସ୍ଥାୟିତ୍ୱ ଆଣି ଆମ ଚାକିରିକୁ ନିୟମିତ କରାଯାଉ। 314 ବ୍ଲକରେ କାର୍ଯ୍ୟରତ APO ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟରତ MC ସାର୍ ମ୍ୟାଡାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସମସ୍ତଙ୍କ ପାଇଁ ସଦ କୃପା କରି ଆମର ଚାକିରିର ସ୍ଥାୟିତ୍ୱ ଅଣାଯାଇ ଆମକୁ ରେଗୁଲାର କରାଯାଉ। এই ଗୋଟିଏ ଦାବି ସରକାରଙ୍କ ପାଖରେ ଆମର ବିନମ୍ର ଅନୁରୋଧ। देवेंद्र कुमार बेहरा, अतिरिक्त कार्यक्रम अधिकारी झरीगां ब्लॉक नवरंगपुर डिस्ट्रिक्ट। सरकार पाखे आम गोटे दाबी रही है आम जब रेगुलेसन कर स्थायी निजुक्ति दीर्घ आम 2011-12 पोस्टिंग है, दीर्घ 15 वर्ष बीती जाते आम बारंबार सरकार पाखे दाबी रखुचे आम जब रेगुलेसन करूँ। देखूँ जे पोस्टिंग सरकार जो करते आमको पोस्ट ग्राजुएट आम स्नातकोत्तर डिग्री धरी आम पोस्टिंग पाई। आमर मेन दाबी मुख्य दाबी रही है आम जेहेतु सरकार कहते 6 वर्ष पर कंट्राक्चुअल रही कंट्राक्चुअल रही ना ठिका निजुक्ति रही समस्त जब रेगुलेसन कर हाँ आम कंट्राक्चुअल अच्छा जहाँपर से जब रेगुलेसन का मुख्य दाबी रही है स्थायी निजुक्ति आम मुख्य दाबी रोचे सब 314 ब्लॉक 314 APO अतिरिक्त कार्यक्रम आ जिला लेवल काम कार्य कर समस्त जिला संयोजक इंजीनियर्स कोऑर्डिनेटर माने समस्त 30 जिलूर दीर्घ 3 दिन है आम ये खरा द्वारा बसीचु जे कहीं एत स्वल्प दरमार परिवार चलवा कष्टर होफल कि कौन हो हाइस्ट डिग्री नहीं पोस्ट ग्राजुएट आम पोस्टिंग किंतु आम तले जो मैंने कम करते ग्राम रोजगार सेवक GRS GPTA ग्राम GPTA कहते आम डिग्री था बहुत दीर्घ दिन है रेगुलेसन हो प्रमोशन हो गला कि आम सहित पोस्टिंग आम रिव्यू करूँ विभिन्न योजना किंतु आम बर्तमान कंट्राक्चुअल आम जो सरकार कार्य ठीक तदारख कर